ଆମ ଆନୁଆଲ ଏକ୍ଜାମ ପାଇଁ ଇତିହାସର ଆଜି ଆମେ ଚାପ୍ଟର 3 2000 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ସ୍ୱାଧୀନତା ପରବର୍ତ୍ତୀ ଭାରତର ଏମସିକ୍ୟୁ ଦେଖିବା ହେଲା। ଯଦି ଆମେ ଭଲରୁ ଭଲ ମାର୍କ ରଖିବାକୁ ହବ ତାହେଲେ 50ରୁ ଆମେ 45 ଏବଂ ରଖିବାକୁ ହେଲେ ଆମେ ସର୍ଟ କ୍ୱେଶ୍ଚିନ୍ ବା ଏମସିକ୍ୟୁ ପ୍ରାକ୍ଟିସ ବହୁତ ମାତ୍ରାରେ କରିବାକୁ ପଡ଼ିବ ଏବଂ ମକ୍ ଟେଷ୍ଟ ମାନେ ସେଟା ଆମକୁ ଅଭ୍ୟାସ କରିବାକୁ ପଡ଼ିବ ଏବଂ ଆମର କେତେ ମାର୍କ ରହୁଛି ଜଣା ପଡ଼ିବ ସେଇଥିରୁ। ତାହେଲେ 1 ନମ୍ବର ପ୍ରଶ୍ନ ପିଲାମାନେ, ଦେଶୀୟ ରାଜ୍ୟଗୁଡ଼ିକୁ ଆୟତନ ଦୃଷ୍ଟିରୁ କେତୋଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା? ସେଟା 3ଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା। 2 ନମ୍ବର କ୍ୱେଶ୍ଚିନ୍, ଓଡ଼ିଶାରେ କେତୋଟି ଖ ଶ୍ରେଣୀଭୁକ୍ତ ଗଡ଼ଜାତ ରାଜ୍ୟ ଥିଲା? ଓଡ଼ିଶାରେ କେତୋଟି? 12 ଗୋଟି କ'ଣ ଖ ଶ୍ରେଣୀଭୁକ୍ତ ରାଜ୍ୟ ଥିଲା। ନେକ୍ସଟ 3 ନମ୍ବର କ୍ୱେଶ୍ଚିନ୍ ପିଲାମାନେ ମୁଁ ଦେଇଛି, ଗଡ଼ଜାତ ରାଜ୍ୟମାନଙ୍କର ରାସ୍ତା, ରାଜପ୍ରସାଦ ପ୍ରଭୃତି ନିର୍ମାଣ ପାଇଁ ପ୍ରଜାମାନେ ବିନା ପାରିଶ୍ରମିକରେ କରୁଥିବା ଶ୍ରମଦାନକୁ କ'ଣ କୁହାଯାଉଥିଲା? ତାକୁ ବେଠି ବୋଲି କୁହାଯାଉଥିଲା। ବୁଝିଲା? ରାସ୍ତା ଆଉ ରାଜପ୍ରସାଦ ଯେଉଁ ତିଆରି ହବ ସେଥିପାଇଁ ବିନା କୌଣସି ପାରିଶ୍ରମିକ ନେଉନଥିଲେ ହେଲା। ଏଇ ଶ୍ରମଦାନକୁ ବେଠି କୁହାଯାଏ। 4 ନମ୍ବର, ପ୍ରଥମେ କେଉଁ ଗଡ଼ଜାତ ରାଜ୍ୟର ପ୍ରଜା ବିଦ୍ରୋହ ଆରମ୍ଭ ହୋଇଥିଲା? ଶୁଣନ୍ତି ଢେଙ୍କାନାଳ ଗଡ଼ଜାତ ରାଜ୍ୟର। ବୁଝିଲା? ଅପସନ ବି ହେଉଛି କରେକ୍ଟ ଆନ୍ସର। 5 ନମ୍ବର କ୍ୱେଶ୍ଚିନ୍, 1939ରେ କେଉଁ ରାଜ୍ୟରେ ପ୍ରଜାମଣ୍ଡଳ ଆନ୍ଦୋଳନ ଆରମ୍ଭ ହୋଇଥିଲା? କେଉଁଠି ପିଲାମାନେ? ଏଟା ହେଉଛି ଆମର ତାଳଚେର ରାଜ୍ୟରେ। ଅପସନ ଡି ହେଉଛି କରେକ୍ଟ ଆନ୍ସର। 6 ନମ୍ବର, 1938ରେ ଗଠିତ ଓଡ଼ିଶା ଗଡ଼ଜାତ ତଦନ୍ତ କମିଟିର ଅଧ୍ୟକ୍ଷ କିଏ ଥିଲେ? ଅଧ୍ୟକ୍ଷ ଥିଲେ ହରେକୃଷ୍ଣ ମହତାବ। ଅପସନ ବି ହେଉଛି ଆମର କରେକ୍ଟ ଆନ୍ସର। ନେକ୍ସଟ 7 ନମ୍ବର କ୍ୱେଶ୍ଚିନ୍, ହରେକୃଷ୍ଣ ମହାତାବଙ୍କୁ ପରଶୁରାମ ଆଖ୍ୟା କିଏ ଦେଇଥିଲେ? ୟାଙ୍କୁ କଳାହାଣ୍ଡି ମହାରାଜ ପରଶୁରାମ ଆଖ୍ୟା ଦେଇଥିଲେ। 8 ନମ୍ବର, 1947 ଅକ୍ଟୋବର 16ରେ ସମ୍ବଲପୁରରେ କାହାର ପ୍ରସ୍ତାବକୁ ରାଜାମାନେ କର୍ଣ୍ଣପାତ କଲେ ନାହିଁ? ଶୁଣନ୍ତି ହରେକୃଷ୍ଣ ମହତାବଙ୍କ ପ୍ରସ୍ତାବକୁ। ଅପସନ ଡି ହେଉଛି କରେକ୍ଟ ଆନ୍ସର। 9 ନମ୍ବର, ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶା ବିଧାନସଭାର ସଭ୍ୟ ସଂଖ୍ୟା 60ରୁ ବଢ଼ି କେତେ ହେଲା? 60ରୁ ବଢ଼ି 91 ହେଲା। ନେକ୍ସଟ 10 ନମ୍ବର ପିଲାମାନେ, କେଉଁ ସ୍ଥାନରୁ ଭାରତରେ ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା? ଶୁଣନ୍ତି ନୀଳଗିରି ଠାରୁ ଆରମ୍ଭ ହୋଇଥିଲା। 11 ନମ୍ବର କ୍ୱେଶ୍ଚିନ୍, ଖରସୁଆଁ ଓ ଷଢ଼େଇକଳା କେଉଁ ରାଜ୍ୟ ସହ ମିଶ୍ରଣ ହେଲା? ପିଲାମାନେ ଖରସୁଆଁ ଓ ଷଢ଼େଇକଳା ବିହାର ରାଜ୍ୟ ସହିତ ମିଶ୍ରଣ ହେଲା। ନେକ୍ସଟ 12 ନମ୍ବର କ୍ୱେଶ୍ଚିନ୍, କିଏ ପୁନର୍ଗଠିତ ଓଡ଼ିଶା ଗଡ଼ଜାତ ତଦନ୍ତ କମିଟିର ସମ୍ପାଦକ ଥିଲେ? ଶୁଣନ୍ତି ସାରଙ୍ଗଧର ଦାସ। ଅପସନ ବି ହେଉଛି କରେକ୍ଟ ଆନ୍ସର। ତାପରେ 13 ନମ୍ବର, ହରେକୃଷ୍ଣ ମହତାବଙ୍କ ଅନୁପସ୍ଥିତିରେ ନୀଳଗିରିକୁ ଦଖଲ କରିବା କାର୍ଯ୍ୟ କିଏ ପରିଚାଳନା କରିଥିଲେ? ଶୁଣନ୍ତି ନବକୃଷ୍ଣ ଚୌଧୁରୀ ପରିଚାଳନା କରିଥିଲେ। ନେକ୍ସଟ 14 ନମ୍ବର କ୍ୱେଶ୍ଚିନ୍ ପିଲାମାନେ ଆମେ ଦେଖିବା, କେଉଁ ମସିହାରେ ଭାରତ ସରକାର ଯୋଜନା ଆୟୋଗ ଗଠନ କଲେ? ଯୋଜନା ଆୟୋଗ ପିଲାମାନେ 1950 ମସିହାରେ ଗଠନ ହୋଇଥିଲା। ନେକ୍ସଟ 15 ନମ୍ବର କ୍ୱେଶ୍ଚିନ୍, ଭାରତ ସ୍ୱାଧୀନତା ପରେ ଯୋଜନା ଆୟୋଗର ଚେୟାରମ୍ୟାନ ପିଲାମାନେ ପ୍ରଧାନମନ୍ତ୍ରୀ ହେଲା। ଭାରତ ସ୍ୱାଧୀନତା ପରେ ଯୋଜନା ଆୟୋଗର ଚେୟାରମ୍ୟାନ କିଏ ଥିଲେ? ଆମ ପ୍ରଧାନମନ୍ତ୍ରୀ। ତାପରେ 16 ନମ୍ବର କ୍ୱେଶ୍ଚିନ୍, କେଉଁ ମସିହାରେ ଜାତୀୟ ଉନ୍ନୟନ ପରିଷଦ ପ୍ରତିଷ୍ଠା ହେଲା? ସେଟା 1952 ମସିହାରେ ଜାତୀୟ ଉନ୍ନୟନ ପରିଷଦ ପ୍ରତିଷ୍ଠା ହେଲା। ପିଲାମାନେ ଏଇସବୁ କ୍ୱେଶ୍ଚିନ୍ ଆମକୁ ଡାଇରେକ୍ଟ ମାନେ କ'ଣ ଆନ୍ସର ଆସିଥିଲେ ହିଁ କରିପାରିବା, ନହେଲେ କରିପାରିବାନି ସହଜରେ ହେଲା। ଢାବା ମାରିଲେ ବି ବେଶୀ ଢାବା ବାଜିବନି ଆମର। 17 ନମ୍ବର, ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନାର ରୂପରେଖ କେଉଁ ଅର୍ଥନୀତିଜ୍ଞ ପ୍ରସ୍ତୁତ କରିଥିଲେ? ସେ ହେଉଛନ୍ତି ଆମର PC ମାହାଲାନୋବିସ୍। ନେକ୍ସଟ 18 ନମ୍ବର କ୍ୱେଶ୍ଚିନ୍ ଦେଖିବା, ଭାରତୀୟ ସମାଜରେ କି ପ୍ରକାର ପରିବର୍ତ୍ତନ ଆଣିବା ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନାର ପ୍ରଧାନ ଉଦ୍ଦେଶ୍ୟ ଥିଲା? ସେମିତି ସମାଜବାଦୀ ବ୍ୟବସ୍ଥାର ପ୍ରଚଳନରେ ପରିବର୍ତ୍ତନ ଆଣିବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ ଥିଲା। ନେକ୍ସଟ 19 ନମ୍ବର କ୍ୱେଶ୍ଚିନ୍, କେଉଁ ସମୟ ତୃତୀୟ ପଞ୍ଚବାର୍ଷିକ ଯୋଜନାର କାର୍ଯ୍ୟକାଳ ଥିଲା? ତୃତୀୟ ପଞ୍ଚବାର୍ଷିକ ଯୋଜନା 1961ରୁ 1966 ହେଲା। ପଞ୍ଚବାର୍ଷିକ ପିଲାମାନେ 5 ବର୍ଷ। ଏଇଟା ସହଜରେ ଗୋଟେ ଥର ପରୀକ୍ଷାରେ ପକେଇଦିଏ, କିନ୍ତୁ ଆମେ କରିପାରିନି। ପଞ୍ଚବାର୍ଷିକ ଯୋଜନା ମାନେ ସେ 5 ବର୍ଷ ହିଁ ହେଇଥିବ। ତାପରେ 20 ନମ୍ବର କ୍ୱେଶ୍ଚିନ୍, ଚତୁର୍ଥ ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ କ'ଣ ଥିଲା? ସେମିତି କୃଷିଜାତ ଦ୍ରବ୍ୟର ଅଧିକ ଉତ୍ପାଦନ।
21 नंबर प्रश्न 1969 केतोटी बैंक को जातीयकरण करा जाई थिला सेला 14टी बैंक को जातीयकरण करा जाई थिला। 22 नंबर द्वितीय पंचवार्षिक योजनार कार्यकाल केबे शेष होइथिला द्वितीय पंचवार्षिक योजना कार्यकाल 1961 मसीह शेष होइथिला। नेक्स्ट 23 नंबर जातीय आयर केते अभिवृद्धि तृतीय पंचवार्षिक योजनार लक्ष्य थिला से होची 5% बुझिला। नेक्स्ट 24 नंबर क्वेश्चन केबे भारत रे एक नुआ शिल्प नीति घोषित होइथिला सेला 1956 मसीह रे कोन होइथिला भारत रे एक नुआ शिल्प नीति घोषित होइथिला। 25 नंबर समन्वित ग्राम्य उन्नयन योजना केबे आरंभ हैला समन्वित ग्राम्य उन्नयन योजना केबे आरंभ होइथिला पिलाने 1978 मसीह रे। नेक्स्ट 26 नंबर सहरांचल रे बसवास करुथिबा युवक युवतींकर कर्म संस्थान पई आरंभ करा जाइथिबा योजनाटीर नाम कौन सेंदी स्वर्ण जयंती शहरी रोजगार योजना ऑप्शन सी होची करेक्ट आंसर। 27 नंबर गरीब लोकों निकट रे खाद्य निरापत्ता निश्चित करिया पई केउ योजना आरंभ करा गला से होची अंत्योदय अन्न योजना इतरे हमर 35 किलो चाउल आगु मिलुथिला हैला। तापरे 28 नंबर क्वेश्चन देखिबा हमें स्वाधीनता परे भारतीय अर्थनीतिर मूल मंत्र कौन थिला सेमती मिश्रित और नियंत्रित अर्थनीति। 29 नंबर क्वेश्चन पिला माने स्वाधीनता परे देश रे प्रचलित मिश्रित अर्थनीति परिवर्ते केउ अर्थनीति अवलंबन करागला से होची विमुक्त और अबाध अर्थनीति बुझेला। तापर 31 नंबर भारतर सर्वबृहत आणविक गवेषणा केंद्र केउठारे अवस्थित आणविक गवेषणा केंद्र हमर केउठारे अवस्थित पिला माने एटा हिज हमर ट्रम्बे ठारे ऑप्शन सी होजी करेक्ट आंसर। नेक्स्ट 31 नंबर 1984 मसीह रे केउठारे एक नूतन वैषयिक ज्ञान केंद्र प्रतिष्ठा होईची से होची इंदौर ठारे। 32 नंबर क्वेश्चन भारतर प्रथम परमाणु बोमा विस्फोरण परीक्षा केबे होइथिला केबे होइथिला 1974 मसीहा में 18 तारिख रे होइथिला। 33 नंबर क्वेश्चन केउ राष्ट्रर सहायता रे सामरिक प्रजुक्ति विद्या को भारत रे विकसित करा गला सोदी सोवियत रूसिया सहायता रे। नेक्स्ट 34 नंबर क्वेश्चन पिला माने केउठारे एक क्षेपणास्त्र परीक्षण केंद्र प्रतिष्ठा करा जाईची सेला हमर ऑप्शन सी चांदीपुर ठारे। 35 नंबर क्वेश्चन थुम्बा विश्वव्य रॉकेट उत्क्षेपण केंद्र केउठारे अवस्थित पिलाने एबे ही हम आटिक प्रोर थिरुवनंतपुरम बुझेला उल्टे की क्वेश्चन ला देथिला हैला ऑप्शन बी होची करेक्ट आंसर। 36 नंबर क्वेश्चन पिला माने हमको देला केउ समय को भारत रे नेहरू जुग बोली कुहा जाय माने नेहरू जेते पर्यंत प्रधानमंत्री भाबरे अछंती सेला 1946 रु 1964 मसे प्रधानमंत्री पूर्व भी हैला इताको नेहरू जुग बोली कुहा जाए। नेक्स्ट 37 नंबर भारत प्रेरण करथिबा प्रथम कृत्रिम उपग्रहर नाम कौन थिला प्रथम कृत्रिम उपग्रह हला हमर आर्यभट्ट। 38 नंबर क्वेश्चन भारत तार प्रथम परमाणु बोमा विस्फोरण परीक्षा केउठारे करिथिला से होची पोखरान ठारे करिथिला। नेक्स्ट 39 नंबर क्वेश्चन 1981 जून 19 रे भारत रो केउ जोगाजोग उपग्रह महाकाश को प्रेरण करा जाई थिला से होची एप्पल ऑप्शन ए होची करेक्ट आंसर। नेक्स्ट 40 नंबर क्वेश्चन किए भारतर प्रथम भारतीय वैषयिक शिक्षानुष्ठान आ शुभारंभ करिथिले से होती मौलाना अबुल कलाम आजाद बुझेला। वीडियो को जदि भल लागिछि लाइक कर दबो शेयर कर दबो एवं हम टेलीग्राम रे स्कूल पॉइंट कुमार सर सर्च करी जॉइन हे जिवो। धन्यवाद।